ଆପଣ ଜଣେ ଉଚ୍ଚଶିକ୍ଷିତ ଯୁବକ, ଯେଉଁ ବୟସରେ ଦଳ ଆପଣଙ୍କୁ ବି ଦାୟିତ୍ୱ ଦେଇଛି, ହୁଏତ ଏ ମୁଖପାତ୍ର ଦାୟିତ୍ୱଟା ଏତେ କମ୍ ବୟସରୁ ପ୍ରାପ୍ତ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ। କିନ୍ତୁ ଆପଣ ଯେଉଁ ପାଠପଢ଼ାରୁ ରାଜନୈତିକ ଯାତ୍ରା, ଆପଣଙ୍କ ଘରେ ଆପଣ ବି ଏକମାତ୍ର ପୁତ୍ର, ତ ଏସବୁ କେତେ ସହଜ ହେଇଥିଲା? ଦେଖନ୍ତୁ, ମୁଁ ସେଇ ଆଙ୍ଗେଲ କେବେ ଭାବିନି ଯେ ଏଇଟା ସହଜ କି କଷ୍ଟ, ଆଗକୁ କ'ଣ ହବ, ଅତୀତରେ କ'ଣ ହେଇଛି, ମୁଁ କେବେ ଏସବୁ ଭାବେ ନାହିଁ। ବାକି ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ମୋର ବିଶ୍ୱାସ ଅଛି। ବାକି ରହିଲା ଯେ ରାଜନୀତି, ଦେଖନ୍ତୁ ଆମେ ରାଜନୀତି କହିଲେ ଛାତ୍ର ଜୀବନରୁ ଆମେ ରାଜନୀତିରେ ଦେଖିଛୁ, ଯଦିଓ ମେନ୍ ଷ୍ଟ୍ରିମ୍ ପଲିଟିକ୍ସକୁ ଆମେ ବହୁତ ପରେ ଆସିଲୁ, କିନ୍ତୁ ଛାତ୍ର ଜୀବନର ରାଜନୀତି ଆମେ କରି ଆସିଛୁ। ହଁ, ପାଠପଢ଼ା ସରିଲା ପରେ ତାକୁ ବନ୍ଦ କରିଦେଇଛୁ। ମୁଁ ସାମ୍ବାଦିକତାରେ ପାଖାପାଖି 10 ବର୍ଷ ସାମ୍ବାଦିକତା ଓଡ଼ିଶାରେ କରିଛି ଏବଂ ସାମ୍ବାଦିକତା କଲାବେଳେ ଓଡ଼ିଶାର କଥା, ଲୋକ ରାଜନେତାମାନଙ୍କର ଆଭିମୁଖ୍ୟ ଏବଂ କେଉଁ ଜାଗାରେ ତ୍ରୁଟି ବିଚ୍ୟୁତି ରହିଛି, କେଉଁଠି ଭଲ ହେବା ଦରକାର, ଏସବୁ କଥାକୁ ଆମେ ବୁଝିଛୁ, ଦେଖିଛୁ। ଯେତିକି ପାରୁ ପର୍ଯ୍ୟନ୍ତ ଆମେ ବିଷୟଟାକୁ ବୁଝିବା। ତେଣୁ ଆପଣ ଯେଉଁ କଥା କହୁଛନ୍ତି କଷ୍ଟ, ମୁଁ କେବେ ୟାକୁ କଷ୍ଟ ବୋଲି ଭାବେନି। ମୁଁ ଭାବେ ଯେ ପାର୍ଟ ଅଫ୍ ଲାଇଫ୍, ଜୀବନ ଚାଲିଛି, କାଲି ହୁଏତ କ'ଣ ହେବ ନ ହେବ ଏସବୁ ଚିନ୍ତା ମୋର ବହୁତ ନଥାଏ। ବାକି ଆଜି ଦିନଟା କେମିତି ବଞ୍ଚିବା, ଆଜି ଦିନର ଦାୟିତ୍ୱଟା କ'ଣ ଆଜି ଦିନ ହିଁ କରିବା, ସେଇଟା ସବୁବେଳେ ମୋର ପ୍ରାୟୋରିଟିରେ ଥାଏ। ବାକି କଷ୍ଟ ଯେଉଁ କଥା କହୁଛନ୍ତି, ମୁଁ କେବେ ବି ୟାକୁ କଷ୍ଟ ବୋଲି ଭାବେ ନାହିଁ। କଷ୍ଟ ନୁହେଁ, ମାନେ କଥା ହେଉଛି ଯେତେବେଳେ ଘର ଲୋକଙ୍କର ଜେନେରାଲି ଏଇ ବୟସରେ ଯେତେବେଳେ ଆପଣ ରାଜନୀତିରେ ପାଦ ଥାପିଥିବେ, ଅମଙ୍ଗ ହେଇଥିବେ। କାରଣ କୌଣସି ପରିବାର କେବେ ବି ତା ପିଲାକୁ ରାଜନୀତି କରିବାକୁ ଛାଡ଼ନ୍ତିନି, ବିଶେଷ କରି ଭାରତବର୍ଷରେ। ଯଦି ଆପଣଙ୍କର ପୂର୍ବ ବାପା କିମ୍ବା ଜେଜେ ମାନେ ରାଜନୀତିରେ ଥିବେ, କାରଣ ଏବେ ପର୍ଯ୍ୟନ୍ତ ବି ସେଇ ଧାରା ଚାଲି ଆସିଛି, କିନ୍ତୁ ଆପଣ ପୁରା ରାଜନୈତିକ ପରିବାରରୁ ଆସିନାହାନ୍ତି, କିନ୍ତୁ ରାଜନୀତିରେ ପାଦ ଥାପିଛନ୍ତି। ସେମାନେ ଆପଣ କ'ଣ ଏତେ ସହଜରେ ଛାଡ଼ି ଦେଇଥିବେ କି? ଦେଖନ୍ତୁ ଆଶିଷ ଭାଇ, ମୁଁ ତ ମାନେ ବହୁତ ପର୍ସନାଲକୁ ସବୁବେଳେ ଆଭଏଡ୍ କରେ। ପର୍ସନାଲ ପ୍ରସଙ୍ଗ ମୋତେ କିଏ ପଚାରିଲେ ମୁଁ ଚୁପ୍ ରହିଯାଏ। କିନ୍ତୁ ଆପଣ ପଚାରୁଛନ୍ତି ଯେ ମୁଁ ଗୋଟେ ଲୋୟର ମିଡିଲ୍ କ୍ଲାସ୍ ଫ୍ୟାମିଲି ଆସିଛି, ପୁଣି ବହୁତ ଲୋକ ବି ଲୋୟର ମିଡିଲ୍ କ୍ଲାସ୍ ଫ୍ୟାମିଲି ଆସିଥିବେ। ତ ଲୋୟର ମିଡିଲ୍ କ୍ଲାସ୍ ଫ୍ୟାମିଲିରେ ପ୍ରାୟ ସବୁ ପୁଅ, ବିଶେଷ କରି ପୁଅ ପିଲା ପାଖରେ, ଝିଅ ପିଲା ପାଖରେ ମଧ୍ୟ ଗୋଟେ ଚ୍ୟାଲେଞ୍ଜେସ୍ ଥାଏ, ଆଜ୍ଞା, ଯେ ଫିନାନ୍ସିଆଲ ଚ୍ୟାଲେଞ୍ଜେସ୍ ଥାଏ, ସୋସିଆଲ ଚ୍ୟାଲେଞ୍ଜେସ୍ ଥାଏ, ଆଉ ଗୋଟେ ଲୋୟର ମିଡିଲ୍ କ୍ଲାସ୍ ଫ୍ୟାମିଲି ଗୋଟେ ମାଇଣ୍ଡ ସେଟ୍ ଥାଏ ଯେ ଆମେ ପାରିବାନି, ଥାଉ ରହିଯିବା। ତେଣୁ ନିଶ୍ଚିତ ଭାବରେ ସ୍ୱାଭାବିକ ଭାବରେ ଆମେ ଯେତେବେଳେ ଛାତ୍ର ରାଜନୀତି କରୁଥିଲୁ, ସେତେବେଳେ ମଧ୍ୟ ଘରେ ବିରୋଧ କରୁଥିଲେ, ପାଠ ନ ପଢ଼ି କାହିଁ ଏଗୁଡ଼ା ସବୁ କରୁଛ। ଯେତେବେଳେ ମେନ୍ ଷ୍ଟ୍ରିମ୍ ରାଜନୀତି ଆମେ କରିବା ପାଇଁ ଭାବିଲୁ, ସେତେବେଳେ ମଧ୍ୟ ଏଇଟା କରି କ'ଣ ହବ, ଦେଖ ବହୁତ ରାଜନୀତି ଖରାପ କଥା। କିନ୍ତୁ ଯେତେବେଳେ ନିଜେ କରିବା ପାଇଁ ଚାହିଁବ ବା ନିଜେ କମିଟମେଣ୍ଟ କରେ, ସେତେବେଳେ ବହୁତ କଥାକୁ ଆଭଏଡ୍ କରିକି ଆଗକୁ ଯିବାକୁ ପଡ଼େ। ତେଣୁ ଆପଣ ଯେଉଁ କଥା କହିଲେ, ମୁଁ ସେଥିରେ ଏକମତ ଯେ ଚ୍ୟାଲେଞ୍ଜେସ୍ ଥାଏ ଲୋକଙ୍କ ପରିବାର ମଧ୍ୟ, କିନ୍ତୁ ବହୁତ ସେମିତି ନଥାଏ। ବଟ୍ ଆଜି ପର୍ଯ୍ୟନ୍ତ ଯାହା ବି ହେଇଛି, କିଛି ଜାଗାରେ ଘର ଲୋକ ଅଟକେଇଛନ୍ତି, ନାହିଁ ରାଜନୀତି ନ କଲେ ଭଲ। ଆମର ତ 14 ପୁରୁଷ କିଏ ରାଜନୀତି କରିନାହାନ୍ତି। ତେଣୁ ଆମେ ରାଜନୀତି କଥା ଭାବିବା, ଏଇଟା ବି ଗୋଟେ ସମୟରେ ଆମ ଘର ଲୋକ। ତେଣୁ କଥାଟା ପ୍ରସଙ୍ଗଟା ସେଇଟା ନୁହଁ। ପ୍ରସଙ୍ଗ ହେଉଛି ଯେମିତି ମୁଁ ପ୍ରଥମରୁ କହୁଥିଲି ଯେ ଗୋଟେ ଲୋକ ହିସାବରେ, ଗୋଟେ ସଚେତନ ନାଗରିକ ହିସାବରେ ଆମର କିଛି ସୋସିଆଲ ରେସ୍ପନ୍ସିବିଲିଟି ଅଛି। ଆପଣ ସାମ୍ବାଦିକତା ହିସାବରେ ସେଇଟା କରିପାରନ୍ତି, କିଏ ଓକିଲ ହିସାବରେ କରୁଛି, କିଏ ହ୍ୟୁମାନ୍ ରାଇଟ୍ ଆକ୍ଟିଭିଷ୍ଟ ହିସାବରେ କରୁଛି, କିଏ ରାଜନୀତିରେ କରୁଛି। ତେଣୁ ଯିଏ ଯୋଉଠି ଅଛି ତା ଦାୟିତ୍ୱଟା ନିଭେଇବା ଦରକାର, ରାଷ୍ଟ୍ର ପ୍ରତି, ଦେଶ ପ୍ରତି, ଜାତି ପ୍ରତି, ଧର୍ମ ପ୍ରତି। ତେଣୁ ମୁଁ ଭାବେ ଯେ ସେ ଦାୟିତ୍ୱଟା ଯୋଉ ବାଟରେ ଆମେ କରିପାରିବା, କରିବା ଉଚିତ।